ମୋ ଦିଦି କ'ଣ ପାଇଁ ମୋ ଗୋଡ଼ ଧରିଛି ଆସନ୍ତୁ ଆଗକୁ ଜାଣିବା। ତ ଜୟ ଜଗନ୍ନାଥ ସାଙ୍ଗମାନେ। ତ ସକାଳୁ ଉଠି ବ୍ରସ୍ କରି ଚାଲିଲି ଦୋକାନକୁ। ତ ଦୋକାନ ପାଖରେ ପହଞ୍ଚି ବର୍ତ୍ତମାନ ଦୋକାନ ପାଖରେ ବସିଲି। ଆଉ ଏପଟେ ଦେଖିଲି ତ ମା ଗୋଟେ ପିଲାକୁ ଜିନିଷ ଦେଉଛି। ଆଉ ଏପଟକୁ ଦେଖି ଆଜି କେଉଟ ପୂଜା ପାଇଁ ବର୍ତ୍ତମାନ ଡେକୋରେସନ୍ ସରିଲାଣି। ସେଇ ସମୟରେ ମୋ ଦିଦି ଆସି ମୋ ଗୋଡ଼ ଧରି କହିଲା କି ଚୁସ୍କି କିଣିଦେ। ଆଉ କୋକୁଲ ଏପଟେ କକାଙ୍କ ସହ ଆସିଥିଲା ଠାକୁର ଦେଖିବା ପାଇଁ। ତ ସେପଟରେ ଆମର ଚୁସ୍କି ହେଲା ଭାଇ ଆସୁଛନ୍ତି। ଆଉ ଆସିଲା ପରେ ବାଞ୍ଛୁ ବାବୁ ଆମର ଆସିଲେ ଦୋକାନ ପାଖକୁ। ଆଉ ମୋ ଦିଦି ତା ହାତ ଧରି କହିଲା କି ଗୋଟେ ଚୁସ୍କି କିଣିଦେ। ତ ବର୍ତ୍ତମାନ ଚୁସ୍କି ହେଲା ଭାଇ ଆସିକି ବର୍ତ୍ତମାନ ବନେଇଲେ। ଆଉ ଦିଦି ଗୋଟେ ଆଉ ବାଞ୍ଛୁ ଗୋଟେ କିଣିଦେଲି। ତ ବର୍ତ୍ତମାନ ବାଞ୍ଛୁ ଚୁସ୍କି ଖାଇକି ମୋତେ ଦେଖାଉଛି, କାରଣ ମୋର ଥଣ୍ଡା ହେଇଥିଲା ମୁଁ କିଣିଥିଲି। ସେଇ ଟାଇମ୍ରେ ଦୁଇଟା ଏଲିଏନ୍ ରଙ୍ଗ ହେଇକି ଆସୁଥିଲେ। ଆଉ ମୁଁ ଦୋକାନ ବନ୍ଦ କରିଦେଇକି ଦେଖିଲି ତ ମୋ ସାଇକେଲରେ ଚେନ୍ ଖସିଯାଇଥିଲା। ତ ବାଞ୍ଛୁକୁ କହି ଚେନ୍ ଲଗା କରେଇନି। ତ ବର୍ତ୍ତମାନ ଘରକୁ ଆସିକି ବର୍ତ୍ତମାନ ଖାଇଲି ଭାତ ସହିତ ମାଛ। ତ ବର୍ତ୍ତମାନ ଖାଇସାରିକି ଆମେ ଉପରଓଳି ହେଲା ଟିକେ ବୁଲାବୁଲି କରିବା ପାଇଁ ଆସିଥିଲା। ଆଉ ଏପଟରେ ଘୋଡ଼ା ଗାଡ଼ି ଗୋଟେ ଭାଇ ନେଇକି ଚାଲିଥିଲେ। ତ ଆଜିକାର ଭିଡ଼ିଓଟି ଭଲ ଲାଗିଥିଲା ଲାଇକ୍ କରିବେ।